ବର୍ତ୍ତମାନ ଯେତେ କ୍ଷୁଦ୍ର ଜମାକାରୀ ଥିଲେ ଆଉ କାହାକୁ ଆପ୍ଲାଏ କରିବାକୁ ପଡ଼ିବ ନାହିଁ। ତେଣୁ ସରକାର ତାଙ୍କ ପଇସା ତାଙ୍କ ଆକାଉଣ୍ଟରେ ପଠାଇଦେବେ। ତେଣୁ ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ ସରକାର ନେଲେ। ତେଣୁ ସାଧାରଣ ଲୋକଙ୍କ ପାଇଁ ଇଏ ବହୁତ ବଡ଼ ଖୁସିର ଖବର। କାରଣ ବହୁତ ଲୋକଙ୍କ ପାଖରେ କାଗଜପତ୍ର ବି ନାହିଁ, କିଏ ହଜାଇ ଦେଇଛି, କିଏ ଆକାଉଣ୍ଟ ନମ୍ବର ନାହିଁ। ତେଣୁ ସେ ଯେଉଁ ଅସୁବିଧା ହେଉଥିଲା ବର୍ତ୍ତମାନ ସେ ଅସୁବିଧାରୁ ସମସ୍ତ ଜମାକାରୀ ମୁକ୍ତି ପାଇଲେ ଏବଂ ତାଙ୍କ ପଇସା ଫେରି ପାଇବେ। ये खाली क्षुद्र जमाकारी समस्ते पाइबे ବର୍ତ୍ତମାନ କ୍ଷୁଦ୍ର ଜମାକାରୀ ପାଇବେ। ତା ପରିବର୍ତ୍ତେ ସମୟରେ ୟାଙ୍କର ସରିଲେ ପୁଣି ତାଠୁ ଅଧିକା ଯେଉଁମାନେ ଅଧିକା ବଡ଼ ସବୁ ଡିପୋଜିଟ୍ କରିଛନ୍ତି ତାଙ୍କ କଥା ବିଚାର କରାଯିବ। ସରକାର ସବୁ ଦୃଷ୍ଟିକୁ ତୀକ୍ଷ୍ଣ ଦୃଷ୍ଟି ରଖୁଛନ୍ତି। ଜମାକାରୀ ମାନଙ୍କ ଦାବି ଥିଲା କି ଯଦି ତହସିଲରୁ ତାଙ୍କର ଲିଷ୍ଟ ଅଛି ତାଙ୍କର ଏବେ ତ ସରକାର ତାଙ୍କର ଅନଲାଇନରେ କରନ୍ତୁ, ଅଫଲାଇନରେ କରନ୍ତୁ, ସେ କରିବେ। ତାଙ୍କର ଅସୁବିଧା କ'ଣ? ଆଉ ତ ଆପ୍ଲାଏ କରିବାକୁ ପଡ଼ିବନି। ଆପ୍ଲାଏ କରିବାକୁ ପଡ଼ିବ ବିନା ରସିଦରେ। ରସିଦ ତ ଦରକାର ନାହିଁ। ଆଉ ତାଙ୍କର କ'ଣ ଦରକାର? ସରଳୀକରଣ ଆବଶ୍ୟକତା ଏବେ ସରଳୀକରଣ କରାଯିବ। ଆହୁରି ଅଧିକା ଦରକାର ପଡ଼ିବ କରାଯିବ। ଆଜ୍ଞା ବିରୋଧୀ କିନ୍ତୁ କହୁଛନ୍ତି ସରକାରଙ୍କ ଦେବା ପାଇଁ ମନୋବୃତ୍ତି ନାହିଁ, ସେଥିପାଇଁ ଏଭଳି 24 ବର୍ଷ ରହି ଲୋକଙ୍କୁ ଠକି ଠକି ଆସିଲେ ଟଙ୍କାଟିଏ ଦେଲେନି। ଭାରତୀୟ ଜନତା ପାର୍ଟି ଯେତେବେଳେ ଦେଉଛି 2 ବର୍ଷ ଭିତରେ ଜମା କରିକି ଦେବା ପାଇଁ ବର୍ତ୍ତମାନ ସବୁ କାମ ସରି ଆସିଲାଣି। ତେଣୁ ତାଙ୍କ ଦେହରେ ଯାଉନି, କାରଣ ଆମେ ଯେତେବେଳେ ନାଁ ନେଇଯିବୁ ତେଣୁ ସେ କହିବାଟା ସ୍ୱାଭାବିକ କଥା।